ରୋମାଞ୍ଚକ କରିବା ସହ କଳିଙ୍ଗ ପ୍ରସିଦ୍ଧ ଗଙ୍ଗ ରାଜବଂଶ ଅଧୀନରେ ଏହାର ସୁବର୍ଣ୍ଣ ଯୁଗରେ ପ୍ରବେଶ କରେ। ଗଙ୍ଗାରୁ ଗୋଦାବରୀ ଯାଏ ରାଜତ୍ୱ କରୁଥିବା ମହାନ ଅନନ୍ତ ବର୍ମନ ଚୋଳଗଙ୍ଗ ଦେବଙ୍କ କାଳରେ ଏହା ଶୀର୍ଷକୁ ଛୁଇଁ ପାରିଥିଲା। ତାଙ୍କର ପ୍ରଚଣ୍ଡ ଭକ୍ତି ଓ ଆତ୍ମାର ପ୍ରତିବେଦନ ସ୍ୱାକ୍ଷର ପୁରୀର ମହାନ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଥିଲା। ଏକତା, ବିଶ୍ୱାସ ଏବଂ ଦିବ୍ୟ କାରିଗରୀର ପ୍ରତୀକ, ଯାହା ଓଡ଼ିଶାର ସ୍ପନ୍ଦନ ଓ ସ୍ୱାଭିମାନ ଭାବରେ ଆଜି ବି ଠିଆ ହୋଇଛି। ଚୋଳଗଙ୍ଗ ଦେବ ନିଜ ରାଜଧାନୀ କଟକରୁ ରାଜକାର୍ଯ୍ୟ ସମ୍ପାଦନ କରୁଥିଲେ, ଯାହା ଆଜିର ଆଧୁନିକ କଟକ ମହାନଗର ଭାବରେ ପରିଚିତ। ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ସମୟରେ ପୁରୀର ପବିତ୍ର ନଗରୀ ସମୃଦ୍ଧ ହୋଇଥିଲା। ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଥିଲା। ବିଶ୍ୱାସ ଓ ଆସ୍ଥାର ସର୍ବୋତ୍ତମ ପ୍ରତୀକ ସାଜିଥିଲା ପବିତ୍ର ରଥଯାତ୍ରା। ଏସିଆ ତଥା ବିଶ୍ୱର ସର୍ବବୃହତ୍ ଉତ୍ସବ ମଧ୍ୟରୁ ଅନ୍ୟତମ, ଯେଉଁଠି ଚତୁର୍ଦ୍ଧା ମୂର୍ତ୍ତି ନିଜେ ଦିବ୍ୟ ରଥରେ ଆସୀନ ହୋଇ ପଥରେ ବିଜେ କରନ୍ତି। ପଥରେ ରଥ ଗଡ଼ି ଚାଲେ, ମଣିମାଙ୍କ ଦିବ୍ୟ ଡାକରେ କଳିଙ୍ଗର ହୃଦୟ ବିରାଜମାନ କରେ। ଏଠି ଠାକୁର ଦୂରରେ ନଥାନ୍ତି।